ଦେଖନ୍ତୁ ଏ ହତ୍ୟାକାଣ୍ଡକୁ ଯେତେ ନିନ୍ଦା କଲେ ବି ସେଟା କମ୍। ଏ ପ୍ରକାର ଅମାନୁଷିକ କାର୍ଯ୍ୟକୁ କେବେ ବି ଭାରତୀୟ ଜନତା ପାର୍ଟି ବା ବ୍ୟକ୍ତିଗତ ସ୍ତରରେ ମତେ ଯଦି କୁହାଯିବ ତ ମୁଁ କେବେ ୟାର ସମର୍ଥନ ନୁହେଁ କି ୟାର ଦୃଢ ନିନ୍ଦା ମୁଁ କରୁଛି ଏସବୁ ଜିନିଷର, ଯୋଉଟା କି ଠିକ ନୁହେଁ, ଅମାନବୀୟ କଥା ଏଇଟା। ବାକି ରହିଲା ପୀତବସ ବାବୁଙ୍କ କଥା ଯଦି କୁହାଯିବ, ଜଣେ ବୃତ୍ତିରେ ଜଣେ ଆଇନଜୀବୀ ଥିଲେ ଏବଂ ତା ସହିତ ଅନେକ ସାମାଜିକ କାର୍ଯ୍ୟରେ ମଧ୍ୟ ସେ ଲିପ୍ତ ଥିଲେ ଏବଂ ଯେକୌଣସି ସମୟରେ ଆପଣଙ୍କର କୌଣସି ସମୟରେ ଯଦି କିଛି କରପସନ ହେଲା କିଛି ହେଲା ସେଥିରେ ବି ତାଙ୍କର ବିଭିନ୍ନ ପ୍ରକାର ଲିଗାଲ ଆସ୍ପେକ୍ଟ ହଉ ବା ତାଙ୍କର ସ୍ୱର ଉତ୍ତୋଳନ ହଉ ଏ ପ୍ରକାର ଜିନିଷ ସେ କରି ଆସୁଥିଲେ ଦୁର୍ନୀତି ବିରୁଦ୍ଧରେ। ତେଣୁକରି ନିଶ୍ଚିତ ଭାବରେ ଆଜି ଯଦି ବ୍ରହ୍ମପୁର କଥା କହିବା ବା ଗଞ୍ଜାମ ଜିଲ୍ଲା କଥା କହିବା, ସେ ଦିଗରେ ତ ନିଶ୍ଚିତ ଭାବରେ ମୁଁ କହିବି ଯେ ଜଣେ ସାମାଜିକ କର୍ମୀ କୁହନ୍ତୁ ବା ଜଣେ ଆଇନଜୀବୀ କୁହନ୍ତୁ, ସେମିତି ଜଣେ ବ୍ୟକ୍ତିତ୍ୱକୁ ଆମେ ହରେଇଲେ। ଘଟଣା ନେଇ ବିଭିନ୍ନ ଦିଗ ଯଦି ତଦନ୍ତ କରାଯାଉଛି, କାରଣ କଣ ଥାଇପାରେ ଆପଣଙ୍କର ଅଭିଜ୍ଞତା ହିସାବରେ ଯଦି କଣ? ଦେଖନ୍ତୁ ଏଇଟା ତ ବହୁତ ପ୍ରିମେଚ୍ୟୁର ହବ, ମାନେ ଆମେ କହିଦେବାଟା ଗୋଟେ ହାଲକା କଥା କହିଲା ଭଳିଆ କଥାଟା ହେଇଯିବ, ତାର ଗୁରୁତ୍ୱ ବି ରହିବନି ସେ କଥାର। କୋଉ ଦିଗରେ ହେଇଛି କଣ ହେଇଛି ଆମେ ସମସ୍ତେ ଯାହା ବି କହୁଛେ ସେଟା ଗୋଟେ ସ୍ପେକୁଲେସନ କୁ ନେଇକି ଆମେ କହୁଛେ, ଆମେ ଭାବୁ